ବିକାଶୀ ଯୋଉ ଶବ୍ଦ ସ୍ପଷ୍ଟ ହେଇଯିବା ଦରକାର। ବିଜୁ ବାବୁଙ୍କ ସାଙ୍ଗରେ ଯେଉଁମାନେ କାମ କରିଛନ୍ତି, ବିଜୁ ବାବୁଙ୍କର ନୀତି ଆଦର୍ଶକୁ ଯେଉଁମାନେ ଭଲ ପାଆନ୍ତି, ଜନତା ଦଳ ସଂଗଠନ କରିବାରେ ବିଜୁ ବାବୁ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସବୁ କାମ କରିଥିଲେ, ମୋଟାମୋଟି ଭାବରେ କହିଲେ ବିଜୁ ବାବୁଙ୍କ ଅନୁଗତ ମାନେ ଜନତା ଦଳ ବିଜୁ ଜନତା ଦଳରେ ପରିଣତ ହେଲା। ବିଜୁ ବାବୁ ସାଙ୍ଗରେ କାମ କରିଥିବା ବ୍ୟକ୍ତି ମାନେ ନେତା ମାନେ ବିଜୁଙ୍କ ଅନୁଗତ ନେତା ମାନେ ଯେଉଁମାନେ ବିଜେଡି ଦଳରେ ରହିପାରିଲେ ନାହିଁ ବା ରଖି ଦିଆଗଲା ନାହିଁ, ଯୋଉ କାରଣରୁ ହଉ ସେମାନେ ଅଲଗା ହେଇଯାଇକି ବିଜୁ ପଟ୍ଟନାୟକର ସ୍ମୃତିଚାରଣ ତାଙ୍କ ତିରୋଧାନ ଦିବସରେ କରୁଛନ୍ତି। ଯେକୌଣସି ବ୍ୟକ୍ତି ବା ଯେକୌଣସି ଅନୁଷ୍ଠାନ ଯେ ବିଜୁ ବାବୁ ଭଲ ପାଆନ୍ତୁ, ଦଳ ଭିତରେ ଥାନ୍ତୁ ଦଳ ବାହାରେ ଥାନ୍ତୁ, ତାଙ୍କର ତିରୋଧାନ ଦିବସ ପାଳନ କରିବା, ସ୍ମୃତିଚାରଣ କରିବା ଅସୁବିଧା ନାହିଁ। ତେଣୁ ବିଜୁଙ୍କ ଅନୁଗତ ମାନେ, ବିଜୁଙ୍କୁ ଭଲ ପାଉଥିବା ଲୋକମାନେ, ବିଜୁ ବାବୁଙ୍କ ସାଙ୍ଗରେ କାମ କରିଥିବା ନେତା ମାନେ ସେ ଗୋଟିଏ ସମାବେଶ କରୁଛନ୍ତି। ବିଜୁ ବାବୁଙ୍କର ନୀତି ଆଦର୍ଶ, ଓଡ଼ିଶାର ବିକାଶ ପାଇଁ ଅବଦାନ, ତାଙ୍କର ଭିଜନ ଏସବୁ କଥା ଆଲୋଚନା ପାଇଁ କରୁଛନ୍ତି। ବିଜୁ ଜନତା ଦଳ ଉପରେ ପ୍ରଭାବ ପଡିବ ତ, ଇଏ ତ ଇଏ ଗୋଟିଏ ସ୍ମୃତି ସଭା ପାଳନ କରୁଛି, ବିଜୁ ବାବୁଙ୍କ ବିଚାର ଉପରେ ଗୋଟେ ଆଲୋଚନା ସଭା କରୁଛି। ବର୍ତ୍ତମାନ ନିର୍ବାଚନ କାହିଁ ଟାଣି ନଉଛି, ଏ ସ୍ମୃତି ସଭା ପାଳନ ହଉଛି, ତିରୋଧାନ ଦିବସ ପାଳନ ହଉଛି। କଣ କାହାକୁ ପ୍ରଭାବ ପଡିବ, କଣ କାହାର କ୍ଷତି ହବ, କାହାର ଲାଭ ହବ, ତାକୁ ସମୟ କହିବ, ଭବିଷ୍ୟତ ହିଁ କହିବ। ବର୍ତ୍ତମାନ ତାପରେ କିଛି କହିବା ରୂପରେଖ ତ ଠିକ ନିଆଯାଇ ନାହିଁ, ମତାମତ କଣ ରଖିବା?